କିଛି ଦିନ ତଳେ ମୁଁ ଏମିତି ରାସ୍ତାରେ ଯାଉଥିଲି, ତମେ ଜାଣିଛ ନା ବିଲେଇ ରାସ୍ତା କାଟିଲେ ଅଶୁଭ କୁହନ୍ତି। ଦେଖିବ ବିଲେଇ ରାସ୍ତା କାଟିଦବ ମାନେ ତମେ ପୁରା 10 ଷ୍ଟେପ ପଛକୁ ପଳେଇବ, ପୁରା ଜୁହାର ହେଇକି ଭାଇ ଭଗବାନ ବଞ୍ଚେଇଦବ, ଆଜି କଣ ଅଶୁଭ ହବାର ଅଛି। ତ ସେଇଭଳିଆ ମୁଁ ଯାଉଥିଲି ରାସ୍ତାରେ, ବିଲେଇଟା କାଟିଦେଲା, ବୁଝିଲ ରାସ୍ତା। ମୁଁ ବି ତମ ଭଳିଆ ଗାଡ଼ିଟା ରଖିଦେଇକି ଟିକେ 2-4 ଷ୍ଟେପ ପଛକୁ ନେଇ ଆସିଲି, ଆସିକି ତାପରେ ଜୁହାର ହେଇକି ଭଗବାନ କଣ ହବ, ଅଶୁଭ ଅଛି, ଯିବି ନା ନାଇଁ ଭାବିକି ତାପରେ କହିଲେ ହଉ ଯିବା। 1 ମିନିଟ୍ ଖଣ୍ଡେ ମୁଁ ସେଇ ଜାଗାରେ ରହିଲି, ତାପରେ ଗଲି 2 କିଲୋମିଟର ଆଗକୁ ଯାଇଛି, ଦେଖିଲି ଗୋଟେ ବାଇକ୍ ବାଲାଟେ ଗଳିକି ପଡ଼ିଛି 1 ମିନିଟ୍ ଆଗରୁ, ମାନେ ସ୍କୁଟି ଗୋଟେ ସେ ବାଇକ୍ ବାଲାକୁ ଧକ୍କା କରିଦେଇଛି, ସେ ଗଳିକି ପଡ଼ିଛି। ତାପରେ ମୁଁ ଭାବିଲି ଆଚ୍ଛା, ମୁଁ ଯଦି ସେ 1 ମିନିଟ୍ ସେଠି ନ ରହିଥାନ୍ତି ତାହେଲେ ମୁଁ ଆସିକି ଏଇଠି ଗଳିକି ପଡ଼ିଥାନ୍ତି ମେ ବି। ତେଣୁ ବିଲେଇଟା ଅଶୁଭ ନୁହଁ, ସେ ମୋତେ ବଞ୍ଚେଇ ଦେଲା ହେଲା। ତ ତମେ ଯଦି ଜିନିଷଟା ଭାବିବ ତାହେଲେ ସେଇଟା ଅଶୁଭ, ଯଦି ତାକୁ ପଜିଟିଭରେ ଭାବିବ ତାହେଲେ ଶୁଭ, ନେଗେଟିଭରେ ଭାବିବ ଅଶୁଭ। କାହିଁ କହୁଛି, ଆମର ଯୋଉ ରିଲେଟିଭ ଗୁଡ଼ାକ ଅଛନ୍ତି ଦେ ଆର୍ ବିଲେଇ। ଓକେ, ଦେଖ ରିଜନିଂ ବି ହେଇଗଲା। ଆମ ଯୋଉ ରିଲେଟିଭ ଗୁଡ଼ାକ ଅଛନ୍ତି ସେମାନେ ହଉଛନ୍ତି ବିଲେଇ ହେଲା। ଦୟାକରି କେହି ଦେହକୁ ନବନି, ବୁଝଉଛି ତମକୁ କାହିଁକି। ଦେଖ ରିଲେଟିଭ ମାନେ ସବୁବେଳେ ଆମ ରାସ୍ତା କାଟନ୍ତି ନା ନାଇଁ। ଆଉ ଆମେ ସମସ୍ତେ ସବୁବେଳେ ଇରିଟେଟ୍ ହଉ, ରାଗୁ ମନରେ, ରାସ୍ତା ସବୁବେଳେ ଗୋଟେ ଆମ ନାଁରେ କହୁଛନ୍ତି, ତାଙ୍କ ପୁଅ ଝିଅ ଇଏ କରିଦେଲେ, ଆମେ କିଛି କରିପାରୁନୁ। ତ ଆମେ ଯଦି ତାଙ୍କୁ ଅଶୁଭ ଭାବିବା ତାହେଲେ ସେମାନେ ଅଶୁଭ, ବୁଝିଲ। କିନ୍ତୁ ଆମେ ଯଦି ତାଙ୍କ କଥାକୁ ଶୁଭ ଭାବିବା, ଶୁଭ କଣ ନା ତାଙ୍କ କଥାରେ ଆମେ ମୋଟିଭେଟ୍ ହବା। ଯିଏ ଆମକୁ ଡିମୋଟିଭେଟ୍ କରୁଛି, ଯିଏ ଆମକୁ ନିଚା ଦେଖଉଛି, ଯଦି ତା କଥାରେ ଆମେ ମୋଟିଭେସନ ଗେନ୍ କରିକି ଆଗକୁ ବଢିବା ତାହେଲେ ସେମାନେ ଶୁଭ ହେବେ ନା ନାଇଁ କୁହ। ତ ମୋରାଲ ଅଫ ଦ ଷ୍ଟୋରି କଣ କି ଆମ ଉପରେ ରହିଲା, ଆମେ ଶୁଭ ମାନିବା ନା ଅଶୁଭ ମାନିବା। ସେମିତି ଆମ ଉପରେ ରହିଲା, ଆମେ ତାଙ୍କ କଥାକୁ ଶୁଣିକି ଡିପ୍ରେସ ହବା ନା ତାଙ୍କ କଥା ଶୁଣିକି ମୋଟିଭେସନ ନେଇକି ଆଗକୁ ବଢିବା, ତାଙ୍କୁ କରିକି ଦେଖେଇବା, ବୁଝିଲ।